ବର୍ତ୍ତମାନ ଆଉ ଏକ ଆଲୋଚନା କବିତାରେ ଦୁର୍ବୋଧ୍ୟତା। ସରସ ଏବଂ ଛନ୍ଦବଦ୍ଧ ରଚନାର ନାମ ପଦ୍ୟ ବା କବିତା, ଯାହାକି ସାହିତ୍ୟରେ ଆଦ୍ୟତମ ସୃଷ୍ଟି ଭାବରେ ସ୍ୱୀକୃତ। ଭକ୍ତ କବି ଦୀନକୃଷ୍ଣ ଦାସଙ୍କ ମତରେ କବିତା ବନିତା କବିତାର ପିତା, କହିବା ଲୋକ ତାର ଉପମାତା, କଲେ ଭୋଗ ତାକୁ ରସିକ ନେତା, କେତେହିଁ ଅବା ରହଇ ଯୋଗ୍ୟତା, କୁମତି ଗୁଆଁର କେବଳ ବୈମାତ୍ର ଭାଇ ତାର। ଇଂରାଜୀ କବି ଉଇଲିୟମ ୱାର୍ଡସୱାର୍ଥଙ୍କ ମତରେ କବିତା କବି ମନର ଶକ୍ତିଶାଳୀ ଭାବ ଆବେଗର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ। କବିର ଅନୁଭୂତିଜ ଭାବ ବା ଚିନ୍ତାର ଉଦ୍ଭୂତ ମୁହୂର୍ତ୍ତଟି ହେଉଛି କବିତାର ଶକ୍ତିଶାଳୀ ଭାବ ଆବେଗ ବା ଚିନ୍ତାଜନିତ ଅସ୍ଥିରତା। କବିତା ରଚନା କରିବା ଜନିତ ବ୍ୟାକୁଳତା ହିଁ ଆବେଗ ବା ଇମୋସନ୍। ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ କହିଛନ୍ତି, ଅଭିମାନିନୀର ବିଷମ ରୀତି, ବୁଝି ହୁଏ ନାହିଁ ତାହାର ତିଥି, ବେଳେ ବେଳେ ଆସି ବରଷା ପ୍ରାୟ, ବଳେ ବଳେ ଧାରା ଅଜାଡ଼ି ଯାଏ, ରଖିବା ପାଇଁ ମୁଁ ପାଇନି ଭାଷା। କବିତା କବି ଲେଖନୀକୁ ଆସିବାର ଏହା ଜଟିଳ ଭାବ ପରିସ୍ଥିତିର ଅସହଜ ନମୁନା। ତେବେ ଏଇ ଯେଉଁ କବିତା, ଯାହାକୁ ସୃଜ୍ୟମାନ ସାହିତ୍ୟ ଜଗତର ନାରୀ ସଦସ୍ୟ, ଏକ ଅଳଙ୍କରଣ ପ୍ରବୃତ୍ତିର ରହସ୍ୟମୟ ଗନ୍ତାଘର, ସେ ଦୁର୍ବୋଧ୍ୟ ହେବାର ମୂଳ କାରଣ ହେଲା ସେ କବି ମସ୍ତିଷ୍କର ବୌଦ୍ଧିକତାର ଉଦ୍ଘାଟକ। କବିର କବିତା ରଚନା କରିବାର ସାମର୍ଥ୍ୟ, ତାର ଦକ୍ଷତା, ତାର ଅପୂର୍ବ ଧୀମତ୍ତା ବା ଧୀଶକ୍ତିର ପରିଚାୟକ। କବିତା ସୌନ୍ଦର୍ଯ୍ୟଶୀଳ ଅନୁଭବ ଉପଲବ୍ଧିରୁ ଜାତ ଏବଂ ସୌନ୍ଦର୍ଯ୍ୟଶୀଳ ପ୍ରତିଷ୍ଠା ପାଇଁ ଅବସ୍ଥିତ। ସୌନ୍ଦର୍ଯ୍ୟକୁ ନେଇ ସୌନ୍ଦର୍ଯ୍ୟର ପରିବେଷଣ ପାଇଁ ରହିଥାଏ। କାରଣ ସଂସ୍କୃତରେ କୁହାଯାଇଛି, ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦଃ କାବ୍ୟମ୍। ସୁନ୍ଦର ଅର୍ଥର ପ୍ରମାଣକାରୀ ଶବ୍ଦ ହିଁ କାବ୍ୟ ଓରଫ କବିତା। ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ, ଯଥାସ୍ମୈ ରୋଚତେ ବିଶ୍ୱମ୍ ତଥାଏବ ପରିବର୍ତ୍ତତେ। ଏ ଅସୀମ ସୀମାହୀନ ସଂସାର ଗୋଟିଏ କବିତା ରଚନାର ଦୃଶ୍ୟପଟ ବା କେନ୍ଦ୍ରସ୍ଥଳ। କବି ହେଉଛି ସ୍ରଷ୍ଟା। ସେଇ କବିକୁ ଦୁନିଆ ଯେମିତି ଜଣାଯାଏ, ସେଇ ଅନୁଯାୟୀ କବି କବିତାକୁ ରୂପ ବା ଆକୃତି ରଚନା ଛଳରେ ଦେଇଥାଏ ତାର ଲେଖନୀ ଜରିଆରେ। କବିତାରେ ଦୁର୍ବୋଧ୍ୟତା ଏକ ଚିରନ୍ତନ ଗୁଣ, ମହାନ ପ୍ରଯତ୍ନଶୀଳତା। ସମୟ ଅନୁଯାୟୀ ଏହା ରୂପ ଓ ଭାବରେ ପାଠକକୁ ଦେଖାଏ। ଦୁର୍ବୋଧ୍ୟତା କବିତାର ସ୍ୱଧର୍ମ। ଏହା କବିତାର ଜାତୀୟ ଗୁଣ, ତାହାର ଉପାଦାନ ରହିଛି ଏବଂ ରହିବ। ନହେଲେ କବିତା ଭାବୋଦ୍ୟୋତକ, ଚିନ୍ତା ଉଦ୍ରେକକାରୀ ହୋଇପାରିବ ନାହିଁ। ଏହା ଉଭୟ କବିର ତଥା ପାଠକର ସାହିତ୍ୟ ସତ୍ତା। କବି ରଚନା ପାଇଁ ଚିନ୍ତିତ ଓ ପାଠକ ବୁଝିବା ପାଇଁ ବ୍ୟତିବ୍ୟସ୍ତ ହୋଇଥାନ୍ତି। ନଚେତ୍ ମାନମୟୀ କବିତାର ସ୍ଥିତି ସୁଦୂର ପରାହତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ତରଣୀର ଗତାଗତ ତହିଁ ଉଚିତ କାବ୍ୟାଂଶ ବୁଝିବାକୁ ଯେମିତି କଠିନ ଅସହଜ, ସେମିତି କବି ଗୁରୁପ୍ରସାଦ ମହାନ୍ତିଙ୍କର ସୁନାର ଝରଣା କବିତାର ନାମିକ ଅର୍ଥକୁ କାଢ଼ିବା ଏବଂ କବିତାର ବାକ୍ୟକୁ ପଢ଼ି ସଠିକ୍ ବୁଝିବା ସମସ୍ତଙ୍କ ସାଧ୍ୟର ବାହାରେ ଥାଏ। ଅର୍ଥାତ୍ ଏହି କବିତାର ସବୁ ପାଠକ ସଠିକ୍ ଭାବେ ଆଜିଯାଏ ହାଡ଼େ ହାଡ଼େ କବିତାଟିକୁ ବୁଝିପାରି ନାହାନ୍ତି। ସୁନାର ଝରଣା ନାମର ପ୍ରକୃତ ଅର୍ଥ ଗୋରା ରଙ୍ଗର ବା କନକ ଗୋରୀ ନାରୀ। କାରଣ ନଦୀକୁ ନାରୀ ସହିତ ତୁଳନା କରାଯାଇଛି। କଥା ପ୍ରସଙ୍ଗରେ କୁହାଯାଇଥାଏ କି, ଝିଅ ଦେଖିଲୁ କେମିତି ଦେଖିବାକୁ? ଉତ୍ତର ମିଳେ, ଝିଅ ଦେଖିବାକୁ କନକ ଗୋରୀ। ନାରୀର ଅଙ୍କା ବଙ୍କା, ଉଚ୍ଚ ନୀଚ ଶରୀର ସତେକି ଏକ ବହମାନ ନଦୀ। ପ୍ରାଚୀନ କବିତୁଣ୍ଡ ମେଣ୍ଢାମୁଣ୍ଡ ଟାଣ ବୁଦ୍ଧିର ଏହା ଟାଣତମ ଉଦାହରଣ। ପାଠକ ସେମିତି ବୁଦ୍ଧିରେ ଟାଣୁଆ ହେଲେ ଯାଇ ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ ସୁନାର ଝରଣା। ସେତେବେଳେ ଏ ଗଳିରେ ଲୋକ ଥିଲେ, ଖରା ଥିଲା, ଆଉ ମୋ ଦେହେ ଥିଲା ପୌଷର ପଳିତ ମୂର୍ଚ୍ଛନା। ଅର୍ଥାତ୍ ଗୋରା ରଙ୍ଗର ବେଶ୍ୟା ନାରୀଟିଏ ସିମେଣ୍ଟର ଚଟାଣ ଉପରେ ଲମ୍ବ ହୋଇ ଶୋଇଗଲା। ପରପୁରୁଷକୁ ବେଶ୍ୟା ନାଗର ବା ହିରୋ ନାୟକକୁ ଯୌନ ଉତ୍ତେଜନା ରୂପକ ଖରାର ଶୋଷ ମେଣ୍ଟାଇବାକୁ ବେଶ୍ୟାପଡ଼ାର ଲେନ୍ ବା ଗଳିରେ ଥାଇ ବୃତ୍ତି ଦାୟରେ ବ୍ୟବହୃତ ହେଲା। ଗୁରୁପ୍ରସାଦ ମହାନ୍ତିଙ୍କର ଅଳକା ସାନ୍ୟାଲ କବିତା, ତିନି ସେଣାର ପାଣିଟଣା ଅର୍ଥାତ୍ ବଙ୍ଗଳା କବିତା, ଜୀବନାନନ୍ଦ ଦାସଙ୍କ ରଚିତ ବନଲତା ସେନରୁ, ସଚୀ ରାଉତରାୟଙ୍କ ଅଳକା ସାନ୍ୟାଲରୁ ଆସି ପ୍ରାଚୀନ ମଧ୍ୟଯୁଗୀୟ ସମ୍ଭୋଗ ଶୃଙ୍ଗାରର ଧର୍ଷିତ ରୂପରେ ଧରାଦେଇ ଏକ ଅତ୍ୟାଧୁନିକ ମଡ଼େଲ ବା ଆଦର୍ଶରେ ରହି ସ୍ୱର୍ଗୀୟ ଅଳକାପୁରୀର
ଅସୂର୍ଯ୍ୟଂ ପଶ୍ୟା ଭୋଗମୟୀ ନାରୀ ଅତ୍ୟାଧୁନିକା ସହର ନାରୀ ବେଶ୍ୟା ଭାଷିକା ସ୍ୱାଧୀନ ଭର୍ତ୍ତୃକା ପୁରୁଷ ନାୟିକା ଭ୍ରମଣ ପ୍ରିୟ ସମ୍ଭବା ଓ ଟେବୁଲ ଟି ମେଟ୍ରୁ ଦେଖାଦେଇ ଶେଷରେ କବି ବାକ୍ୟରେ କୁହାଇଛି ମୁଁ ତୁମକୁ ସ୍ୱପ୍ନ ଦେଖେ ମୋ ଢିଲା ପାଇଜିମା କାମିଜର ଅମରାବତୀରେ। ମାନେ ହେଲା କବି ଖଟ ପଲଙ୍କରେ ଶୋଇଥିବା ବେଳେ ପାଇଜିମା ପଞ୍ଜାବୀର ଟ୍ରାଉଜର ସାର୍ଟ ପିନ୍ଧିବା ବା ପରିଧାନରେ ଥିବା ବେଳେ ଅଳକା ବା ସ୍ୱର୍ଗପୁରୀର ଅପ୍ସରା ଅପାସରା ସୁନ୍ଦରୀ ତନିମା ନାରୀକୁ ଉପଭୋଗ ଚିନ୍ତା ମସଗୁଲରେ ଆନମନା ଭାବନା ବା ନଷ୍ଟାଲଜିକ୍ ଥଟ୍ସ ଆଣିଛନ୍ତି ମନରେ। ସ୍ୱର୍ଗପୁରରେ ଅଳକା ବା ଧନପତି କୁବେରର ରତ୍ନଭଣ୍ଡାର ଥାଏ, ଆଉ ନାରୀର ରତ୍ନଭଣ୍ଡାର ହେଉଛି ତା'ର ସୌନ୍ଦର୍ଯ୍ୟ। ସେ ଲାଗି ଅଳକା ନାମ ପାଇଲା। ତା'ର ନବଯୌବନ ଯାହାକି ଅଚୁମ୍ବିତ ଅନାଘ୍ରାତ। ପୁଣି କେଶବତୀ କନ୍ୟା ବି ଅଳକା। ସେହିପରି ସଚୀ ରାଉତରାୟଙ୍କର ବାର୍ତ୍ତା କବିତାର ପ୍ରଥମ ଧାଡ଼ି ଶତାବ୍ଦୀର ସିଂହଦ୍ୱାରୁ ଆସିଅଛି ଦୂତ ଆଣିଅଛି ବାର୍ତ୍ତା ଭବିଷ୍ୟର କହିବାର ଦୁର୍ବୋଧ୍ୟତା ଯୁକ୍ତ ଅର୍ଥ ନିଷ୍କୃତି ବାହାରିବା ହେଲା ଯୁଗ ଯୁଗ ଧରି ବର୍ଷ ବର୍ଷ ବ୍ୟାପୀ ସିଂହର ବଳ ବିକ୍ରମ ଦେଖାଇ ପରାକ୍ରମ ଜାହିର କରି ସବଳର ଦୁର୍ବଳ ଉପରେ ଅଯଥାହୀନ ଅତ୍ୟାଚାର ବ୍ୟକ୍ତିଠାରୁ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ବ୍ୟଷ୍ଟିଠାରୁ ନେଇ ସମଷ୍ଟି ପର୍ଯ୍ୟନ୍ତ। ସିଂହ ଏଠାରେ ସହରୀ ବାଘ ବା ଗୁଣ୍ଡାରାଜ ଦେଶ ରାଜ୍ୟ ଅକ୍ତିଆର ଧନ ସମ୍ପତ୍ତି ହଡ଼ପ ଜନିତ ଦୁରାଚାର ମୁକ୍ତିକାମୀ ମଣିଷର ବାଧକ ସାଙ୍କେତିକ ସତ୍ତା ତାହାର ପ୍ରତୀକ ପ୍ରତୀକାତ୍ମକ ଅଭିବ୍ୟକ୍ତି। ମୃତ୍ୟୁର ଉପକଥା କବିତାରେ ଶରତଚନ୍ଦ୍ର ପ୍ରଧାନଙ୍କର କାଳି ବିରାଡ଼ି ରାଡ଼ି ରାଡ଼ି ପକାଇବି ଚିତ୍ର ବାଡ଼ି ପଳାଇବୁ ରାଜ୍ୟ ଛାଡ଼ି। କବି ଅନିଶ୍ଚିତ ଅନାଗତ ମୃତ୍ୟୁକୁ ଗୋଟିଏ କଳା ବିଲେଇ ସହିତ ତର୍କଣା କରି ତା'ର ସଘନ ମିଆଉଁ ମିଆଉଁ ଧ୍ୱନିକୁ ରାଡ଼ି ବା ରଡ଼ି ଛାଡ଼ିବା ଏବଂ ଦୁନିଆର ମୋହମାୟା ଭରା ଚିତ୍ରବାଡ଼ିରେ ମୃତ୍ୟୁ ରୂପକ କଳା ବିଲେଇକୁ ନିଜ ଜୀବନ ବଳୟୀର ଉପତ୍ୟକାରୁ ବାଡ଼େଇ ତଡ଼ି ବାହାର କରିବାର ପ୍ରଯତ୍ନ କରିଛନ୍ତି। ମରିବେ ନିଶ୍ଚୟ, ହେଲେ ମରିବାକୁ ନୀତି ବା ପ୍ରତିଦିନ ରୀତିମତ ମନେ ପକାଇ ଜୀବନର କ୍ଷଣିକ ଅଳିକ ମୋହକୁ ବିସର୍ଜନ ଦେବା ନିର୍ବୋଧତା। ସେମିତି ବିନୋଦ ନାୟକଙ୍କର ଗ୍ରାମପଥ କବିତାରେ ଦୂର ତାଳ ବଣ ଆକାଶେ ଶୁଣାଏ ମାଟିର କବିତା କିସେ ନ କହି ମାଟିର କବିତା କହିବାରେ, କିମ୍ବା ଆଉ ଦିନେ ଟ୍ରେନ ଝରକାରୁ ଟ୍ରେନ ଦର୍ପଣ କହିବା, କାଠ ଯୋଡ଼ି ନଈ ନାଚେ କୁନି ପିଲା ପରି ଭାବିବା, ଶରତ ପ୍ରଧାନଙ୍କର ଟ୍ରେନ ଚଢ଼ିବାକୁ ଉଚ୍ଚୈଃଶ୍ର ବା ଅଶ୍ୱ ମନେ କରିବା, ହାତୀ ଦେଖାକୁ ଗଣେଶ ମୂର୍ତ୍ତି ଭଗବାନ ମନେ କରିବା, ଶାନ୍ତ ତାର ଦୁଇ ଆଖିକୁ ଗାଈ ଆଖି କହିବା, ଭାନୁଜୀ ରାଓଙ୍କର କୋଣାର୍କ କବିତା, କଳସା ଚୌତିସାରେ ମାଠିଆ ଶୁଭମୟତାର ପ୍ରତୀକ ଭାବିବା ସବୁ କବିତା ଦୁର୍ବୋଧ୍ୟତାର ଏକ ଉତ୍କୃଷ୍ଟ ନମୁନା। ଦୁର୍ବୋଧ୍ୟତା କବିତାକୁ ସୁନ୍ଦର କରେ, ରମଣୀୟ କରେ, ଶବ୍ଦାର୍ଥ ସହିତ କାବ୍ୟମ୍ର ସଂଯୋଗ କରେ। ତେଣୁ ଦୁର୍ବୋଧ୍ୟତା ନଥିଲେ କବିର ମନରେ ଚିନ୍ତା ଉଦ୍ରେକ ହେବ ନାହିଁ କିମ୍ବା ପାଠକ କବିତାକୁ ବୁଝିବା ପାଇଁ ସନ୍ତାପୀ ହେବ ନାହିଁ। ତେଣୁ ଦୁର୍ବୋଧ୍ୟତା କବିତାର ସୌନ୍ଦର୍ଯ୍ୟ ଏବଂ କବିତାର ଗୌରବ। ତେଣୁ ଦୁର୍ବୋଧ୍ୟତାକୁ ହତାଦର କରିବା ଏ ଶୁଭ ଲକ୍ଷଣ ନୁହେଁ।